ବୋଲେରୋ ଠାରୁ ଚୋରି ହୋଇଥିବା 10 ଚକିଆ ହାଇବା ଠାବ କରିଛି ତାଳଚେର ପୁଲିସ। ମାମଲାରେ 4 ଗିରଫ। ଗତ 24/2/2025 ତାରିଖ ସନ୍ଧ୍ୟା ସମୟରେ ଛନ୍ତପଡ଼ା ଗ୍ରାମର ସାଗର ସାହୁ ପିତା ପ୍ରଫୁଲ୍ଲ ସାହୁ ତାଙ୍କର ଏକ 10 ଚକିଆ ହାଇବା ଟ୍ରକ୍ ଯାହାର ନମ୍ବର OD35C 1738କୁ ଛନ୍ତପଡ଼ା ମୁଢ଼ିମିଲ ପାଖ ବ୍ୟାଙ୍କରେ ପାର୍କିଂ କରିଥିଲେ। କିନ୍ତୁ 29/3/2025 ତାରିଖ ସକାଳ ସମୟରେ ଗାଡ଼ିର ଓନର ଦେଖିବାକୁ ପାଇଲେ ଯେ ତାଙ୍କର ହାଇବା ଗାଡ଼ିଟି ସେଠାରେ ନାହିଁ, ଚୋରି ହୋଇଯାଇଛି। ଏ ସମ୍ପର୍କରେ ତାଳଚେର ଥାନାରେ ଏତଲା ଦିଆଯାଇଥିଲା। ଉକ୍ତ ରିପୋର୍ଟକୁ ଆଧାର କରି ତାଳଚେର ଥାନା ମକଦ୍ଦମା ନମ୍ବର 138/27/2005 25 ଦଫା 303/2 ଭାରତୀୟ ନ୍ୟାୟ ସଂହିତା ରୁଜୁ କରି ତଦନ୍ତ ଚାଲିଥିଲା। ତା 17/3/2025 ତାରିଖ ତାଳଚେର ପୋଲିସ ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ଥାନା ଅନ୍ତର୍ଗତ ବାଙ୍ଗୁରା ଗ୍ରାମରେ ନଖିଆ ପ୍ରଧାନ, ମକରା ପ୍ରଧାନ, ରାଜୀବ ଦେଓରୀ ଓ ବିଷ୍ଣୁ ଖଟିଆ ମିଶି ଉକ୍ତ ଚୋର କରିଥିବା 10 ଚକିଆ ହାଇୱାଟିକୁ ବାଙ୍ଗୁରା ଗ୍ରାମରେ ରଖି ଗାଡ଼ିର ପାର୍ଟସକୁ ଖୋଲିବା ପାଇଁ ଯୋଜନା କରୁଛନ୍ତି ଜାଣିପାରିଥିଲେ। ଏହି ଖବର ମୁତାବକ ପୋଲିସ ଟିମ୍ ବାଙ୍ଗୁରା ଗ୍ରାମରେ ରେଡ୍ କରି ମୁଦୁଲା ନାଖିଆ ପ୍ରଧାନ, ମକରା ପ୍ରଧାନ, ରାଜୀବ ଦେଓରୀ ଓ ବିଷ୍ଣୁ ଖଟିଆକୁ ଗିରଫ କରିଥିଲା। ଉକ୍ତ ମୁଦଲାମାନଙ୍କୁ ପଚରାଉଚରା କରିବା ପରେ ଜଣାପଡ଼ିଛି ବାଙ୍ଗୁରା ଗ୍ରାମର ପପୁ ଓରଫ ବିଶ୍ୱରଞ୍ଜନ ରାଉତ ଏବଂ ତାଙ୍କ ସହିତ ତାଙ୍କ ସାଙ୍ଗ କୁନା ନାୟକ, ନିଲୁ ଓ ତାର ଅନ୍ୟ ସାଙ୍ଗମାନେ ମିଶି ତାଙ୍କୁ କହିଥିଲେ ଯେ ସେମାନେ ଗାଡ଼ି ଉଠାଇକି ଆଣିବେ ଏବଂ ସେହି ଚୋରି ଗାଡ଼ି ପାର୍ଟସକୁ ସବୁ ଖୋଲିବା ପାଇଁ ଆଗରୁ ପ୍ଲାନ୍ କରାଯାଇଥିଲା। ପପୁ ଓରଫ ବିଶ୍ୱରଞ୍ଜନ ରାଉତ, କୁନା ରାଉତ ଓ ନିଲୁ ଓ ତାଙ୍କ ଅନ୍ୟ ସାଥୀମାନଙ୍କ ପୂର୍ବ ପ୍ଲାନ୍ ମୁତାବକ ସେମାନେ ଉକ୍ତ 10 ଚକିଆ ହାଇବା ଟ୍ରକ୍ଟିକୁ 24/25/2025 ତାରିଖ ରାତିରେ ତାଳଚେର ବୋଲେରୋ ଛକ ପାଖରୁ ଚୋରି କରି ନେଇ ବାଙ୍ଗୁରା ଗ୍ରାମରେ ରଖିଥିଲେ। ଏହାପରେ ପପୁ ଓରଫ ବିଶ୍ୱରଞ୍ଜନ ରାଉତ, କୁନା ନାୟକ ଓ ନିଲୁ ବାଙ୍ଗୁରା ଗ୍ରାମର ନଖିଆ ପ୍ରଧାନ, ମକରା ପ୍ରଧାନ, ରାଜୀବ ଦେଓରୀ ଓ ବିଷ୍ଣୁ ଖଟିଆକୁ ଉକ୍ତ ଚୋରି କରି ଆଣିଥିବା ହାଇବା ଟ୍ରକ୍ର ଇଞ୍ଜିନ୍ ସହିତ ଅନ୍ୟ ପାର୍ଟସକୁ ଖୋଲିବାର କହିଥିଲେ। ଉକ୍ତ ପାର୍ଟସ ଓ ଗାଡ଼ିକୁ ବିକିଲା ପରେ ସେହି ଟଙ୍କାକୁ ଭାଗ କରିବା କୁହାଯାଇଥିଲା। ଏହାପରେ ପପୁ ଓ ତାଙ୍କ ସାଙ୍ଗମାନେ ମିଶି ଉକ୍ତ ଚୋରି ହାଇବା ଟ୍ରକ୍କୁ ବାଙ୍ଗୁରା ଗାଁ ଠାରୁ ଦୂର ଏକ ବୁଦା ପାଖରେ ନେଇ ଲୁଚାଇ ରଖିଥିଲେ ଏବଂ ସେଠାରେ ଉକ୍ତ ହାଇବା ଟ୍ରକ୍ରେ ଲାଗିଥିବା ଅରିଜିନାଲ ନମ୍ବରକୁ ଲୁଚାଇବା ପାଇଁ ତା ଉପରେ ଢେଙ୍କାନାଳର ଗୋଟିଏ ଫେକ୍ ନମ୍ବର ଯାହାକି OD06C4354କୁ ଲେଖିଥିଲେ ଏବଂ ଉକ୍ତ ସ୍ଥାନରେ ଗାଡ଼ିରୁ ତାର 2ଟି ଡୋର୍, ବ୍ୟାଟେରୀ, ବୋନେଟ୍, ରେଡ଼ିଏଟର, କୁଲିଂ ଫ୍ୟାନ୍, ଏୟାର ଟାଙ୍କି, ପ୍ରତି ଗାଡ଼ିର ସାଫ୍ଟ, ଡାଇଫ୍ରାମଗୁଡ଼ିକ ଖୋଲିଥିଲେ। ଗତକାଲି 27/3/2025 ମୁଦୁଲା ନାଖିଆ ପ୍ରଧାନ, ମକରା ପ୍ରଧାନ, ରାଜୀବ ଦେଓରୀ ଓ ବିଷ୍ଣୁ ଖଟିଆକୁ ପୋଲିସ ଗିରଫ କରିବା ପରେ ସେମାନେ ଦେଖାଇଥିବା ସ୍ଥାନରୁ ଚୋରି ହୋଇଥିବା 10 ଚକିଆ ହାଇବା ଟ୍ରକ୍ ଯାହାର ନମ୍ବର OD35C 1738କୁ ପୋଲିସ ବାଙ୍ଗୁରା ଗ୍ରାମରୁ ଜବତ କରିଛି ଏବଂ ତାହା 18/3/2025 ତାରିଖରେ ମୁଦଲା କୋର୍ଟକୁ ଚାଲାଣ କରାଯାଇଛି। ତାଳଚେରରୁ ପ୍ରଦୀପ କୁମାର ମହାରଣାଙ୍କ ରିପୋର୍ଟ, କଳିଙ୍ଗ ଫୋକସ।